ତେଣୁ ଜନଶୁଣାଣିରେ କୌଣସି ଅସୁବିଧା ନାହିଁ କିନ୍ତୁ କିଛି ମୁଷ୍ଟିମେୟ ନେତ ସ୍ୱାର୍ଥ ଗୋଷ୍ଠୀ ସେମାନେ ଚାହୁଁଛନ୍ତି ଜନଶୁଣାଣି କେମିତି ଭଣ୍ଡୁର କରିବେ। ଜନଶୁଣାଣି କାହିଁ ଭଣ୍ଡୁର କରିବେ? ତାଙ୍କର ଯୋଉ ମତ ଦେବା କଥା ସେମାନେ ଦେବେ। ଯୋଉମାନେ ଧର ଚାହୁଁନାହାନ୍ତି ଆପଣ ଯେ ବନ୍ଦର ନ ହଉ ତ ସେମାନେ ତାଙ୍କର ସେ ସଭାରେ ଯାଇ କହିବେ। କିନ୍ତୁ ରାସ୍ତାରେ ଅବରୋଧ କରିବା ଲୋକଙ୍କୁ ଅଟକେଇବା ଏଇଟା କୋଉ ଗଣତନ୍ତ୍ର ଭିତରେ ଆସୁନାହିଁ। ଗଣତନ୍ତ୍ର ରାଷ୍ଟ୍ରରେ ସମସ୍ତଙ୍କୁ ଅଧିକାର ରହିଛି ନିଜସ୍ୱ ମତ ସେମାନେ ପ୍ରଦାନ କରିବେ। ଉପକୂଳ ବିକାଶ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ। ବାଲିଆପାଳ ସୁବର୍ଣ୍ଣରେଖା ବନ୍ଦରକୁ ସମର୍ଥନ କରୁଥିବା ଉପକୂଳ ବିକାଶ ପରିଷଦ ପକ୍ଷରୁ ରବିବାର କାଳିପଦାଠାରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି। ଏ ସୁବର୍ଣ୍ଣରେଖା ବନ୍ଦର ହେଲେ ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଓ ଜୀବିକାରେ ଯଥେଷ୍ଟ ଉନ୍ନତି ହେବ। ବନ୍ଦର ଦ୍ୱାରା କେହି ବାସଗୃହ ହରାଇବେ ନାହିଁ। ପ୍ରକଳ୍ପ ପାଇଁ ଜଳ ନଦୀରୁ ହିଁ ଅଣାଯିବ। ପରିବହନର ପ୍ରଭାବ ଲୋକଙ୍କ ଉପରେ ପଡ଼ିବ ନାହିଁ। ସାମୁଦ୍ରିକ ଝଡ଼ ବାତ୍ୟାରୁ ଉପକୂଳବାସୀ ସୁରକ୍ଷିତ ରହିବେ। ଲୋକେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇବେ। ପାର୍କ, କାଳିପଦା ମାର୍କେଟ ଓ ବସ୍ତା ବାଲିଆପାଳ ଉନ୍ନତି ହେବ। ପର୍ଯ୍ୟଟନର ବିକାଶ ହେବ ଓ ଯୁବକ ଯୁବତୀ ଆତ୍ମନିଯୁକ୍ତି ପାଇବେ। ଏହି ବୈଠକରେ ସଭାପତି ମନୋରଞ୍ଜନ ବେହେରା ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ନିତ୍ୟାନନ୍ଦ ଜେନା, ଉପସଭାପତି ସାର୍ଥକ ରଣଜିତ, ସଦସ୍ୟ ଅଶ୍ୱିନୀ ପାତ୍ର, ସୁଶାନ୍ତ ପାତ୍ର, ହରିହର ଜେନା, ସତ୍ୟାନନ୍ଦ ମହାନ୍ତି, ନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବନ୍ଦର ସପକ୍ଷରେ ଯୁକ୍ତି ବାଢ଼ିଥିଲେ। 17 ତାରିଖ ଦିନ ଜନଶୁଣାଣିରେ ବନ୍ଦରକୁ ପରିଷଦ ସମର୍ଥନ କରିବା ସହିତ କିଛି ମୁଷ୍ଟିମେୟ ଲୋକ କାହିଁକି ଏହାକୁ ବିରୋଧ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ବାଲେଶ୍ୱର ଜିଲ୍ଲା ବସ୍ତାରୁ ରାଜେଶ ଗିରିଙ୍କ ରିପୋର୍ଟ, ମହିମା ଟିଭି। ତେଣୁ ସେ ଗେଟ୍ କ୍ଲୋଜ୍ କରିଦେଇଛନ୍ତି। ଗେଟ୍ କରିବାର କିଏ ଅଧିକାର ତାଙ୍କୁ ଦେଇଛି? ରାସ୍ତାରେ ଲୋକଙ୍କୁ ବନ୍ଦ କରିବା, ଗେଟ୍ କରିବା, ଲୋକଙ୍କୁ ଯିବା ପାଇଁ ନ ଦେବା, ଏଇ ଅଧିକାର କାହାକୁ ଦିଆହେଇନି। ତ ସମସ୍ତେ ଜନଶୁଣାଣିରେ ସେଇଠି ଭାଗ ନେବେ। ସେଠି ତାଙ୍କର ଯିଏ ଯାହାର ମତ ଉପସ୍ଥାପନ କରିବେ। ସେଠି ତାଙ୍କର ଯୋଉ ପ୍ରକାର ତାଙ୍କର ଅସୁବିଧା, ତାଙ୍କର କାହିଁକି ସେମାନେ ବନ୍ଦ କରୁଛନ୍ତି, କଣ କରୁଛନ୍ତି, କାହିଁକି ସେମାନେ ବନ୍ଦ କରିବା ପାଇଁ ସେମାନେ କହିବେ। ତାଙ୍କର କଥାଟାକୁ ପ୍ରଶାସନ ଆସୁଛନ୍ତି, କଲେକ୍ଟର ଆସୁଛନ୍ତି, ଆପଣଙ୍କର ବନ୍ଦର କର୍ତ୍ତୃପକ୍ଷ ଆସୁଛନ୍ତି, ସେମାନେ ତାଙ୍କର ବୁଝେଇବେ କଣ ହେଇଛି କଣ ନାହିଁ। ମୋ ନାଁ ସୁଶାନ୍ତ କୁମାର ପାତ୍ର। ମୁଁ ଏଇ ଯୋଉ ନୂତନ ଭାବରେ ଗଢ଼ି ଉଠିଛି ଉପକୂଳ ବିକାଶ ପରିଷଦର ମୁଁ ସଭ୍ୟ ଅଛି। ସାମ୍ବାଦିକ ସମ୍ମିଳନୀ କୋଉ ଉଦ୍ଦେଶ୍ୟରେ କରାଯାଉଛି? ଦେଖନ୍ତୁ ଏ ଅଞ୍ଚଳକୁ ଯେମିତି ମୋର ଭାଇମାନେ କହିଗଲେ ଯେ ଏ ଅଞ୍ଚଳଟା ବହୁତ ବିକାଶର ବହୁତ ପଛକୁ ଠେଲିଛି। ରାଜନୈତିକ କାରଣରୁ ହଉ ବା ଯେକୌଣସି ଭୌଗୋଳିକ ପରିସ୍ଥିତି ଦୃଷ୍ଟିରୁ ବହୁତ ପଛକୁ ଠେଲିଯାଇଛି। ତେଣୁ ଆଗାମୀ ଦିନରେ ଯୋଉ ସୁବର୍ଣ୍ଣରେଖା ବନ୍ଦର ପ୍ରତିଷ୍ଠା ହେବ ତା ଦ୍ୱାରା ନିଶ୍ଚିତ ଭାବରେ ଗମନାଗମନ, ହସ୍ପିଟାଲ ଏବଂ ବିଶେଷ କରି ଏ ଅଞ୍ଚଳର ସୁରକ୍ଷା ପ୍ରତି ସେମାନେ ନିଶ୍ଚିତ ଭାବରେ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ସରକାର ଏବଂ ବନ୍ଦର କର୍ତ୍ତୃପକ୍ଷ ଆମ ସହିତ ବିଭିନ୍ନ ସମୟରେ ଆଲୋଚନା କରିକି ୟାର ଉନ୍ନତି ଚିନ୍ତାଧାରା ଆମେ ସେଇଥିପାଇଁ ଆମେ ସମର୍ଥନ କରୁଛୁ। ବିକାଶ ମୋର ନାମ ଶ୍ରୀ ମନୋରଞ୍ଜନ ବେହେରା। ମୁଁ ରିଟାୟାର୍ଡ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଆପଣ ପିଡବ୍ଲ୍ୟୁଡିରେ ଥିଲି ଏବଂ 4 ବର୍ଷ ହେଲା ରିଟାୟାର୍ଡ କରିଛି। ଏବେ ଚୌମୁଖୀରେ ରହୁଛି। ଚୌମୁଖୀର ମୋର ଗାଁ, ସେଇଟା ମୋର ନେଟିଭ ପ୍ଲେସ୍। ଉପକୂଳ ବିକାଶ ପରିଷଦ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରୁଛି, ଉଦ୍ଦେଶ୍ୟ କଣ? ଉପକୂଳ ବିକାଶ ପରିଷଦ ଆମେ ଏବେ ଅଳ୍ପ ଦିନ ହେଲା ଗଠନ କରିଛୁ। ଏ ଅଞ୍ଚଳର ବିକାଶ ବହୁତ ପଛରେ ରହିଛି। ଲୋକଙ୍କର କିଛି ରାଜନୈତିକ ଲୋକ ଆପଣଙ୍କର ବିକାଶର ପରିପନ୍ଥୀ ହୋଇ ଏ ଅଞ୍ଚଳକୁ ବହୁତ ପଛକୁ ଠେଲି ଦେଇଛନ୍ତି। ଆମେ ବିକାଶ ପରିଷଦ ଏଇଥିପାଇଁ କରୁଛୁ ଯେ ଅଞ୍ଚଳ ଯେଉଁ ପଛୁଆ ଅଞ୍ଚଳ ହେଇକି ରହିଛି କେମିତି ଆଗକୁ ଯିବ ଏବଂ ଏ ଅଞ୍ଚଳ କେମିତି ସୁରକ୍ଷା ହେଇପାରିବ ଏବଂ ଆମର ପରବର୍ତ୍ତୀ ପିଢ଼ି କେମିତି ଉପକୃତ ହେବେ, ବିକାଶର ଭାଗିଦାରୀ ହେଇପାରିବେ, ସେଇଥିପାଇଁ ଆମେ ବିକାଶ ପରିଷଦ କରୁଛୁ ଏ ଅଞ୍ଚଳର ବିକାଶ ପାଇଁ। ସବୁ କ୍ଷେତ୍ରରେ ଆମେ ଯେକୌଣସି ବିକାଶକୁ ଆମେ ସପୋର୍ଟ କରିବୁ ଏବଂ ତାଙ୍କ ପଛରେ ଠିଆ ହୋଇ ଆମେ ବିକାଶ କେମିତି ତ୍ୱରାନ୍ୱିତ ହେବ, ଆଗେଇ ପାରିବ ସେ ବାବଦରେ ଆମେ ଧ୍ୟାନ ଦେବୁ। ମୋ ନାଁ ସତ୍ୟାନନ୍ଦ ମହାନ୍ତି, ସରପଞ୍ଚ ଡଗରା। ଯୋଉ ବିକାଶ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଉଦ୍ଦେଶ୍ୟ କଣ? ଉଦ୍ଦେଶ୍ୟ ହେଉଛି ଆମ ଏ 5ଟା ପଞ୍ଚାୟତର ବିକାଶ ତ ହେଇନାହିଁ, ସାମଗ୍ରିକ କେମିତି ବିକାଶ ହେବ ସେଥିପାଇଁ ଏ ପ୍ରଚେଷ୍ଟା ଜାରି ରହିବ। ଏଇପାଇଁ ଏ କମିଟି ଗଠନ କରାଯାଇଛି। କଣ ମାନେ କଣ ବିକାଶ ଚାହୁଁଛନ୍ତି? ସାମଗ୍ରିକ ବିକାଶ କହିପାରେ ସମସ୍ତ ବିକାଶ। ତା ମଧ୍ୟରେ ବନ୍ଦରର ବି କର୍ତ୍ତୃପକ୍ଷ ଯେ କାମ ହେଉଛି, ବନ୍ଦର ହେଲେ ଓଡ଼ିଶା ତ ଲାଭବାନ ହେବ, ବାଲେଶ୍ୱର ଲାଭବାନ ହେବ, ବାଲିଆପାଳ ବି ଲାଭବାନ ହେବ ଏବଂ ତାର ଲାଭ ଅଧିକାଂଶ କେମିତି ଚୌମୁଖ, ଡଗରା, ବେତଗଡ଼ିଆ, ପ୍ରତାପପୁର, ବଡ଼ାସ ପାଇବେ ସେଥିପାଇଁ ଏ ସଂଗଠନ।